ତୁମେ କେବେ ନୋଟିସ୍ କରିଛ କି ଆମେ ଘଣ୍ଟା ଘଣ୍ଟା ମୋଟିଭେସନାଲ ଭିଡିଓ ଦେଖୁଛୁ, କିନ୍ତୁ ଯେତେବେଳେ ରିଅଲ ଲାଇଫରେ କିଛି କରିବାକୁ ପଡେ ହଠାତ୍ ଭିତରେ ଭୟ ଆସିଯାଏ। ତାହେଲେ କ୍ୱେଶ୍ଚିନ୍ ହେଉଛି କନଫିଡେନ୍ସ ଆସୁଛି କେଉଁଠୁ? ଆଜିକାଲି ଆମେ ମୋଟିଭେସନାଲ ଭିଡିଓ ଦେଖି ଦେଖି ଆଡିକ୍ଟ ହେଇଗଲୁଣୁ। ସକାଳେ ୟୁଟ୍ୟୁବ ଖୋଲୁ ଖୋଲୁ ସକ୍ସେସର ସ୍ପିଚ୍, ରାତିରେ ଇନଷ୍ଟାଗ୍ରାମ ସ୍କ୍ରୋଲ କରୁ କରୁ ନେଭର ଗିଭ୍ ଅପ୍ର ସ୍ପିଚ୍। ସେତେବେଳେ ଲାଗେ ମୁଁ ସବୁ କିଛି କରିପାରିବି, କିନ୍ତୁ ପରବର୍ତ୍ତୀ ଦିନ ଯେତେବେଳେ ଫାଷ୍ଟ ନେବାକୁ ପଡ଼େ ମନ କହେ ନା, ମୁଁ କରିପାରିବି ନାହିଁ। କାରଣ ଏଥିରେ କ'ଣ ରହିଛି? ମୋଟିଭେସନାଲ ଟେମ୍ପରାରୀ, ରିଅଲ କଥା ଏଟା। ଫିଅର ଇଜ୍ ପରମାନେଣ୍ଟ। ସତ୍ୟ କଥା ହେଉଛି କନଫିଡେନ୍ସ ମୋଟିଭେସନାଲ ଭିଡିଓରୁ ଆସେନି। କନଫିଡେନ୍ସ ଆସେ ସେଦିନ ଯେଉଁଦିନ ତୁମେ ଫିଅର ଥିଲେ ମଧ୍ୟ ପ୍ରଥମେ ଷ୍ଟେପ୍ ନେବାକୁ ବାହାରୁଛ। କନଫିଡେନ୍ସ ଆସେ ପ୍ରଥମ ଫେଲିଓର ପରେ ମଧ୍ୟ ତୁମେ ଆଉ ଥରେ ଟ୍ରାଏ କରିବାକୁ ଯାଉଛ। ମୁଁ ତୁମକୁ ଆଉ ଏକ ସିକ୍ରେଟ କଥା କହିବି, କନଫିଡେନ୍ସ ପରଫେକ୍ଟ ହେଲେ ଆସେନି, କନଫିଡେନ୍ସ ଇମ୍ପରଫେକ୍ଟ ଆକ୍ସନରୁ ଆସେ। ତୁମେ କନଫିଡେନ୍ସ ଚାହୁଁଛ ତାହେଲେ ଏହି ସିମ୍ପଲ ଫର୍ମୁଲାକୁ ମନେ ରଖ। ପ୍ରତ୍ୟେକ ଦିନ ଗୋଟେ ସ୍ମଲ ଆକ୍ସନ, ଗୋଟେ ସ୍ମଲ ଇମ୍ପ୍ରୁଭମେଣ୍ଟ, ଗୋଟେ ସ୍ମଲ କ୍ୟୁରେଜମେଣ୍ଟ, ଦିନେ ଦିନେ ମିଶି ଏହି ଛୋଟ ଷ୍ଟେପ୍ ଭିତରୁ ଏକ ଷ୍ଟ୍ରଙ୍ଗ ବିଲିଫ୍ ବିଲ୍ଡ କରେ। ଏହାର ନାମ ହେଉଛି କନଫିଡେନ୍ସ। କୌଣସି ମୋଟିଭେସନାଲ ଭିଡିଓ ତୁମକୁ ଷ୍ଟାର୍ଟ କରାଏ, କିନ୍ତୁ ଆକ୍ସନ ହିଁ କନଫିଡେନ୍ସ ବନାଏ। ତେଣୁ ଆଜିର କ୍ୱେଶ୍ଚିନ୍, ତୁମେ ଆଉ ଏକ ମୋଟିଭେସନାଲ ଭିଡିଓ ଦେଖିବ ନା ତୁମର ଫାଷ୍ଟ ଆକ୍ସନ ନେବ? କମେଣ୍ଟରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଜୟ ଜଗନ୍ନାଥ, ଜୟ ମା ବାସଳୀ।